ଜୟ ଜଗନ୍ନାଥ ଭାଇମାନେ। ଏବେ ଆମେ ସବୁ ସାଙ୍ଗସାଥିମାନେ ବାହାରେ ପଡ଼ିଥିଲୁ ବିଲ ମାଳକୁ ଭୂତ ଦେଖିବା ପାଇଁ ବୋଲି। ତାପରେ ଏପଟେ ଆମର କିଅଣ ଗୋଟେ ନିଆଁ ନାଗିଥିଲା ନା କିଅଣ ଭାଇ। ଏବେ ଆମେ ଆଗକୁ ବଢ଼ି ଚାଲିଥିଲୁ। ଏପଟେ ଆସିକିରି ଆମର ନିରାକାର ଭାଇ ମୋତେ ଡରେଇ ହିଁ ଦେଇଥିଲେ। ମୋ ଗୁଣ୍ଡିଆରେ ଆଉ ପାଣି ନଥିଲା, ଡରେଇ ଦେଇଥିଲେ ବୋଲି। ତାପରେ ଭାଇ ଏପଟେ ବି କିଅଣ ଗୋଟେ ନିଆଁ ନାଗିଥିଲା ଭାଇ। ଏପଟେ ଭାଇ ରିବିନ ପଡ଼ିଛି କଳା ରିବିନଟା ଗୋଟେ। ଏପଟେ କିଅଣ ଗୁଣିଆ ଫୁଣିଆ ହେଇଥିଲା ଭାଇ। ଏଇଠି ଗୋଟେ କିଅଣ ପାଉଁଜି ଆବାଜ ଶୁଭୁଛି ଭାଇ ଧୀରେ ଧୀରେ। ଭାଇ ଆପଣମାନେ ହିଁ ଦେଖିପାରୁଥିବେ ପାଉଁଜି ଆବାଜ ଶୁଭୁଛି ଭାଇ, ଜୋରରେ ଶୁଭୁଛି ଭାଇ ପାଉଁଜି ଆବାଜ। ତାପରେ ଆମେ ଆଗକୁ ବଢ଼ି ଚାଲିଥିଲୁ ଭାଇ। ମୋତେ ବହୁତ ଡର ହିଁ ଲାଗିଲାଣି ଭାଇ। ଆମ ପଛ ଭୂତ ଆସୁଛି ନା କିଅଣ ଭାଇ। ଆମେ ଜଲ୍ଦି ଆଗକୁ ବଢ଼ି ଚାଲିଥିଲୁ ଦେଖିପାରୁଥିବେ। ତାପରେ ଆମର ଛୋଟ ପିଲାଟା ବି ଭାଇ ଡରି ଯାଇଥିଲା। ପିଲା ନକୁଡ଼ାକୁ ବି ଆମେ ଭାଇ ଧରିକିରି ପଳେଇ ଆସିଥିଲୁ ଭାଇ। ଘଣ୍ଟେ ରାତି ହେଲାଣି ଆମେ ଛୋଟ ପିଲା ଯାଉ ଧରିକିରି ପଳେଇ ଆସିଥିଲୁ। କାହିଁକିନା ବହୁତ ଏବେ ଡର ଲାଗୁଛି ଭାଇ। ଆଗରେ କିଅଣ ଗୋଟେ ଅଛି ହେଲେ ଏବେ ଆମେ ରହିଯାଇଥିଲୁ ଏଇଠି ଟିକେ ସମୟ। କାହିଁକିନା ଭାଇ ଆଗରେ ଭୂତଟେ ଗୋଟେ ଅଛି। ତାପରେ ଆମେ ଟିକେ ବଢ଼ି ଚାଲିଥିଲୁ ଆଗକୁ ଭାଇ। ମୋତେ ପଛରେ ଛାଡ଼ି ଦେଉଛେ ସବୁବେଳେ। ତାପରେ ଏବେ ଆମେ ପଳେଇଥିଲୁ ବୋହିକି, କାହିଁକିନା ଆଗକୁ ଯିବାର ଥିଲା ଆମର ସେପଟେ ଘରକୁ ଯିବା ପାଇଁ ରାସ୍ତା ଭାଇ। ଆଗରେ କିଅଣ ଗୋଟେ ଅଛି ଆମର ଚନ୍ଦନ ଭାଇ ଆଙ୍ଗୁଠି ଦେଖେଇ ଦେଇଥିଲେ ଭାଇ। ଶଙ୍ଖ ଭିତରେ କିଅଣ ଗୋଟେ ଆବାଜ ବାହାରିଲା ଭାଇ। ଭାଇ ଆମେ ଏଇଠି ଟିକେ ରହିଯାଇଥିଲୁ ଏ ଶଙ୍ଖ ପାଖରେ, କାହିଁକିନା ମୋତେ ବହୁତ ଡର ହିଁ ଲାଗୁଛି। ମାନେ ଆମର ଆହୁରି ଆଗକୁ ଗଲେ ଘର ପଡ଼ିବ, ପୁରା ଅନ୍ଧାର କିଟିକିଟି ଭାଇ। ଏଇଠି କିଅଣ ଗୋଟେ ଆବାଜଟେ ବାହାରିଲା ବୋଲି ଆମେ ରହିଯାଇଥିଲୁ। ଆମର ନିରାକାର ଭାଇ ଦେଖିଛେ କିଅଣ ଗୋଟେ ଆବାଜଟେ ବାହାରିଲା, ଶୁଣିଛେ ବି ଭାଇ। ମୁଁ ତ ଭାଇ ପଛରେ ଆସୁଥିଲି, କାହିଁକିନା ଆପଣମାନଙ୍କୁ ଦେଖେଇବି ବୋଲି ରହିଯାଇଛୁ ଭାଇମାନେ। ଆପଣଙ୍କ ସହିତ ପାର୍ଟ 2 ନେକ୍ସଟ ଭିଡ଼ିଓ ଦେଖାହେବା।